भगवान रामଙ୍କ ସହିତ ଲଙ୍କା ଗଡ଼ରେ ଯୁଦ୍ଧର ଗୋଟିଏ ଦିନର ବିରତି ଥିଲା। भगवान पचारिले हनुमंत महाराज भगवान को पचारिले आपण काहको भल पाबे? भगवान राम उत्तर देले समस्त को भल पाए। किंतु भावार्थ रामायण गोटे प्रसंग आसे भगवान को जिते भक्त अच्छी सब भक्तों मध्य तीन प्रकार भक्त देखा जाती साधक भक्त सिद्ध भक्त और विषय भक्त। ए तीन प्रकार भक्तों भीतर सर्वाधिक प्रिय भक्त होउछन्ति राम सिद्ध भक्त। साधक भक्त भी भगवान प्रिय किंतु विषय भक्त होउछन्ति भगवान प्रिय भी तथापि गोटिए हाथ तांकर तेल घड़ीरे गोटिए हाथ पुओ मुंडरे गोटिए हाथ संसार आड़क आउ गोटिए हाथ ईश्वर आड़क होउछन्ति विषय भक्त। उदाहरण सुग्रीव महाराज भगवान को कथा देइथिले वर्षा 4 मास सरीला परे हमें जीवा सीता को खोजिबा किंतु वर्षा 4 मास गला परे मध्य तांकर से कथा मने पड़िलानी। पत्नीर कोड़े राज सुखर ऐश्वर्य एवं क्षमता भितरे मदमत्त हुई भगवान को भूली गले। आमे समस्ते आम आदमी मनुष्यर चरित्र होची दुख रे विपद रे संकट रे पड़िला बेले भगवान को कथा मने पड़े किंतु सुख रे हस रे विलास रे प्राचुर्य रे ऐश्वर्य रे थिला बेले भगवान को कथा मने पड़े। दुख आसले से आसंती ताको कथा हम आखि आज प्रसंग एइथिपई आरंभ कली कारण आज प्रथम वंदना सुधांशु को कंठरे थिला जहा ताकू उपजीव्य करी आज आलोचना मनीष जन्मटा केड़े दिन ताको वंदना काहे कि मनीष जीवन जे अमृतस्य पुत्र बोली जोठी कहा जाईछि वेदरे मनीष को अमृतस्य पुत्र बोली वेदरे कहा जाय। मनुष्य हो जो अमृतर सृष्टि अमृत सृष्टि तापति एते विमुख काहेकि मनुष्य काहेकि भक्त के तापति एते विमुख होई कि एई भली आलोचना करे मनुष्य धर्म मते दियोनी कारण ए मनुष्यटा पशुथर बेले बेले आहुरी दिन होई जाय। ए सुग्रीवଙ୍କ कथा तुम्हें कथा देइथिलो रघुनाथ सरकार को वर्षा 4 मास सरीला परे तुम सीता को काम रे लागिबो भगवान रघुनाथ को काम रे सीता को खोजिबो किंतु सुख रे रहि गला पर मने पड़लानी भगवान को कथा आ जेते बेले दुख दिला से तो ऋषिनु को पर्वत रे भगवान को केते डाकुथिलो भगवान तेणु सुग्रीव को विषय भक्त पर्याय करागला एवं संसार रे आउ गोटे प्रकार भक्त देखा जाती जो साधक भक्त कहते। साधक भक्तंकर गोटे लक्षण थाए से निज पाई किछि मागंतिनी भगवान ताको दियंती। से साधक भक्त भितर रावण आसती विभीषण एवं रामचरित मानस आउ जड़े आसती मां सबरी आउ जटायु महाराज। जटायु महाराज चरित्र बड़ा अनुपम चरित्र
ଗିଧ ପକ୍ଷୀ ସେ ଜାତିରେ ଗିଧ ଶାର୍ଗୁଣା। ଆମେ ସମସ୍ତେ ଜାଣିଛେ ଜଗତରେ ସବୁଠାରୁ ଘୃଣ୍ୟ ପକ୍ଷୀ ହଉଛି ଶାର୍ଗୁଣା, କାରଣ ସିଏ ସମସ୍ତଙ୍କର ପଚା ମାଂସ ଖାଏ, ତା ମାଂସକୁ କେହି ଖାଆନ୍ତି ନାହିଁ। ଶାର୍ଗୁଣାର ମୁହଁ ଚାହିଁଲେ ଯଶ ନଥାଏ। ଗିଧ ପକ୍ଷୀକୁ ସମସ୍ତେ ଅଲକ୍ଷଣା ଜୀବ ବୋଲି କହନ୍ତି, କିନ୍ତୁ ସେଇ ଅଲକ୍ଷଣା ଜୀବ ଏମିତି କାମ କଲେ ଯେ ଖାଲି ରାମଙ୍କର ପ୍ରିୟ ନଥିଲେ, ସେଇ ରାମ ଭଗବାନ ଯେତେବେଳେ ଜଗନ୍ନାଥ ରୂପରେ ପୂଜା ପାଇଲେ, ଦାରୁ ବ୍ରହ୍ମ ରୂପରେ ପୁରୀ ଶ୍ରୀକ୍ଷେତ୍ରରେ, ସେଇ ଶାର୍ଗୁଣା ପକ୍ଷୀ ଦିଟାକୁ ଆଣିଲେ। ମଣିଷ ଶାର୍ଗୁଣାକୁ ଦେଖେନି, ସବୁ ପକ୍ଷୀ ମାନଙ୍କ ଠାରୁ ବହୁତ ଉପରେ ଉଡେ କିଏ? ଗିଧ ପକ୍ଷୀ। ଗିଧ ପକ୍ଷୀ ଯେତେ ଉପରେ ଉଡେ ସେତିକି ଉଚ୍ଚାରେ କୌଣସି ପକ୍ଷୀ ଉଡନ୍ତି ନାହିଁ। ଭଗବାନ ତାକୁ ଗୋଟେ ଦୃଷ୍ଟି ଦେଇଛନ୍ତି, ପ୍ରଖର ଦୃଷ୍ଟି, ତୀକ୍ଷ୍ଣ ଦୃଷ୍ଟି। ବହୁତ ଉପରେ ଉଡ଼ିଲେ ମଧ୍ୟ ଯଦି ଘାସ ଭିତରେ ଗୋଟେ ପୋକଟେ ଦେଖିବ, ସୋରିଷଟେ ଦେଖିବ, ସେ ଦୌଡ଼ିକି ଆସିବ, ତାକୁ ନେଇକି ଯିବ। ତା ଦୃଷ୍ଟିଟା ବହୁତ ତୀବ୍ର। ଏ ପୃଥିବୀରେ ଯେତେ ପ୍ରାଣୀ ଅଛନ୍ତି ସବୁଠାରୁ ତୀକ୍ଷ୍ଣ ଦୃଷ୍ଟି ହଉଛି ଗିଧର। ଯୋଉ ଗିଧ ପକ୍ଷୀକୁ ସମସ୍ତେ ଛୋଟ ଜାତି ବୋଲି ଭାବନ୍ତି, ନୀଚ ଜାତି। ମଣିଷ ଉଚ୍ଚ ଜାତିରେ ଜନ୍ମ ହୁଏ, ନିଚ କାମ କରୁଛି, କିନ୍ତୁ ଇଏ ନିଚ ଜାତିରେ ଜନ୍ମ ହୋଇ ଉଚ୍ଚ କାମ କରିଛନ୍ତି। ଉଚ୍ଚ କାମ କରିଥିବାରୁ ଭଗବାନ ତାଙ୍କୁ ପାଖେ ପାଖେ ରଖନ୍ତି। ଆମେ ଯୋଉ ଗିଧ ପକ୍ଷୀକୁ ଘୃଣା କରେ, ସେ ସାଧନା ବେଳରେ ଭଗବାନଙ୍କର ପ୍ରିୟ ହେଇଛନ୍ତି। ରାମ ଅବତାରରେ ପ୍ରିୟ ହେଲେ, ଜଗନ୍ନାଥ ଦାରୁ ବ୍ରହ୍ମ ରୂପରେ ପୂଜା ପାଉଥିଲା ବେଳେ ତାଙ୍କର ବି ପ୍ରିୟ ହେଇଗଲେ। ଭଗବାନ କହିଲେ, ତୁମେ ତାକୁ ଚାହିଁବନି କଣ? ଜଗନ୍ନାଥଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ ତୁମେ ମୋ ଗିଧ ପକ୍ଷୀ ଦିଟାଙ୍କୁ ଦର୍ଶନ କରିକି ପୂଜା କରିକି ଆସ, ତାପରେ ମତେ ଦେଖିବ। ସେ ଗୋଟିଏ ପରିବାରର ଚାରିଟା ଗିଧ ପକ୍ଷୀ ଭଗବାନଙ୍କ କାମ କରିକି ଅମର ହେଇଛନ୍ତି। ଗୋଟିଏ ପରିବାର, ସେ ଜାତିରେ ଛୋଟ, କିନ୍ତୁ ଭଗବାନ ତାଙ୍କୁ ମଥା ଉପରେ ବସେଇଛନ୍ତି। ଭଗବାନ ଜାତି ଦେଖନ୍ତିନି, ଭଗବାନ ଜାତି ଦେଖନ୍ତିନି। କଣ ଦେଖନ୍ତି ଭଗବାନ? କଣ ବିଚାର କରନ୍ତି? ମଣିଷର କର୍ମ। ଆପଣ ଦେଖନ୍ତୁ ନା, ଆମେ ସମସ୍ତେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଏ, କିନ୍ତୁ ଏ ଚାରିଟା ଗିଧ ପକ୍ଷୀ ତାଙ୍କ ପାଖକୁ ଭଗବାନ ଆସିଥିଲେ। ଆମେ ମନ୍ଦିରକୁ ଭଗବାନଙ୍କୁ ଯାଇ ଦର୍ଶନ କରିବାକୁ ପ୍ରତୀକ୍ଷା କଲା ବେଳେ ଆଜି ପର୍ଯ୍ୟନ୍ତ ଭଗବାନଙ୍କୁ ଦେଖେ, କିନ୍ତୁ ଜୀବନ୍ତ ଦର୍ଶନ କରିନି। କିନ୍ତୁ ଏ ଗିଧ ପକ୍ଷୀ ଏମାନେ ଭଗବାନଙ୍କ ମନ୍ଦିରକୁ ଯାଇନାହାନ୍ତି। ଭଗବାନ ଖୋଜି ଖୋଜି ତାଙ୍କ ପାଖକୁ ଆସିଛନ୍ତି, ତାଙ୍କୁ ଦର୍ଶନ କରିଛନ୍ତି। ସାରା ଜଗତ ଯୋଉ ଭଗବାନଙ୍କୁ ଦର୍ଶନ କରେ, ସେଇ ଭଗବାନ ଏଇ ଗିଧ ପକ୍ଷୀକି ଦର୍ଶନ କରିବା ପାଇଁ ଆସୁଛନ୍ତି। କଣ ଏମିତି କାମ କଲେ ସେମାନେ? କଣ ଜାତିରେ ନିଜ କାମ କଲେ ଉଚ୍ଚ ସାଧନ, ତାଙ୍କୁ ସାଧନ ଭକ୍ତ କଣ?